ମାଲ ବୋଲି ଥରେ ଗୋଜବେଣୀକୁ ଡାକିଦେଲେ ଭେଦଭାବ କିଛି ଦେଖନ୍ତିନି। ସେଥିପାଇଁ ତ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୁଏ। କାହିଁ କେତେ ଦୂରରୁ ଦୌଡ଼ି ଆସନ୍ତି ଭକ୍ତ, ଖାଲି ମା ଗୋଜବାଣୀଙ୍କ ଟିକିଏ କରୁଣା ପାଇଁ। ହେଲେ ଏବେ ଆଉ ଏ ପବିତ୍ର ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁନି। କାରଣ ଗୋଜବାଣୀ ମନ୍ଦିରକୁ ମିଳିପାରି ନାହିଁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା। କେନ୍ଦ୍ରାପଡ଼ା ଜିଲ୍ଲା ମର୍ଷାଘାଇ ବ୍ଲକ ବାଘଡିଆ ଗାଁରେ ମା ଗୋଜବାଣୀଙ୍କ ମନ୍ଦିର। କାହିଁ କେଉଁ କାଳରୁ ମା ଏହି ମନ୍ଦିରରେ ପୂଜା ପାଉଥିଲେ। କୁହାଯାଏ ଗାଁରେ କୈବର୍ତ୍ତ ଓ ଗୋପାଳ ବସବାସ କରୁଥିବାରୁ ଢିଙ୍କିର ଚୁଡ଼ାକୁଟା ଶବ୍ଦ ମା ଗୋଜବାଣୀକୁ ପ୍ରଭାବିତ କଲା। ଏଣୁ ମା ଜଣେ ପରମ ଭକ୍ତକୁ ସ୍ୱପ୍ନାଦେଶ ଦେଲେ ଗୋବରୀ ନଦୀ କୂଳରେ ତାଙ୍କୁ ପୂଜା କରିବାକୁ। ସେବେଠାରୁ ମାଙ୍କୁ ଗୋବରୀ ନଦୀ କୂଳରେ ପୂଜା କରାଯାଉଥିଲା। ପରେ ଭକ୍ତଙ୍କ ସହଯୋଗରେ ମନ୍ଦିରର କିଛି ଉନ୍ନତି ହୋଇଛି। ମା କାହାଣୀ ଯେତେ ରୋଚକ, ମାଙ୍କ ଭୋଗ ମଧ୍ୟ ସେତେ ଅନ୍ୟ। ମାଙ୍କ ମୁଖ୍ୟ ଭୋଗ ମାଛ। ପ୍ରତି ଗୁରୁବାର ମାଙ୍କ ନିକଟରେ ମାଛ ଭୋଗ ହୁଏ। ଏବେ କିନ୍ତୁ ଆଉ ଭିଡ଼ ନାହିଁ, କାରଣ କୌଣସି ଭକ୍ତଙ୍କ ପାଇଁ ଶୌଚାଳୟ ନଥିବାରୁ ନଦୀ ହିଁ ଏକମାତ୍ର ବାଟ। ନା ସରକାରୀ ସହାୟତା, ନା ପର୍ଯ୍ୟଟନ ସ୍ଥଳୀର ମାନ୍ୟତା କିଛି ବି ମିଳୁନି। ତେବେ କାହିଁକି ଏଯାଏ ମାଙ୍କ ପୀଠକୁ ପର୍ଯ୍ୟଟନ ମାନ୍ୟତା ମିଳୁନି? ପର୍ଯ୍ୟଟକଙ୍କ ବ୍ୟବସ୍ଥା ସହ ତୁରନ୍ତ ମନ୍ଦିର ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି। ବ୍ୟୁରୋ ରିପୋର୍ଟ, 10 ବଜେ ଟିଭି।